ଜୟ ଜଗନ୍ନାଥ। ସମସ୍ତେ କୁହନ୍ତି କାମନାର ବିନାଶରେ ଦୁଃଖର ବିନାଶ। ଆପଣମାନେ ନିଜେ କହିଲେ ଏ ସଂସାରରେ ଯେତିକି ଲୋକ ଅଛନ୍ତି କାହାର କାମନା ନାହିଁ, ଦୁଃଖ ନାହିଁ, କଷ୍ଟ ନାହିଁ। ବିନା କାମନାରେ କିଏ ମନ୍ଦିରକୁ ଯାଉଛି କହିଲେ? ପ୍ରତ୍ୟେକ ମଣିଷ ଯେତେବେଳେ ଦୁଃଖ କଷ୍ଟର ଯନ୍ତ୍ରଣାରେ ପଡ଼େ, ତାର କେତେବେଳେ ସାହାରା ନଥାଏ, ସେତେବେଳେ ହିଁ ମନ୍ଦିରକୁ ଯାଏ। ଆଉ କ'ଣ କୁହେ ଜାଣିଛନ୍ତି? ହେ ଜଗନ୍ନାଥ, ମୋତେ ଟିକେ ସେଇ ଘରଟା ଅଧା ହେଇକି ପଡ଼ିଲା, ତାକୁ ଟିକେ କେମିତି ପୁରା କରିଦେବି। ହେ ଜଗନ୍ନାଥ, ମୋ ପୁଅର କେମିତି ଇଣ୍ଟରଭ୍ୟୁରେ ସକ୍ସେସ୍ ହେଇ ଚାକିରି କରୁ। ଏଇସବୁ ମାନେ ପ୍ରତ୍ୟେକ ମଣିଷକୁ ଯଦି ଆପଣ ଦେଖିବେ, ବିନା କାମନାରେ ବିନା ସ୍ୱାର୍ଥରେ କିଏ ବା ମନ୍ଦିର ଯାଇଛି? ତେଣୁ କାମନା ତ ସମସ୍ତଙ୍କର ଅଛି, କିନ୍ତୁ ଯେଉଁଠି କାମନାରେ ଲୋଭ ଆସିଗଲା, ତା ଜୀବନର ପତନ ଆସିଗଲା। କଥାରେ ଅଛି, ଲୋଭରୁ ମୋହ, ମୋହରୁ ସ୍ମୃତିନାଶ, ସ୍ମୃତିନାଶରୁ ବୁଦ୍ଧିଭ୍ରଂଶ, ବୁଦ୍ଧିଭ୍ରଂଶରୁ ଅପଭ୍ରଂଶ, ଅପଭ୍ରଂଶରୁ ଅପମୃତ୍ୟୁ, ଅପମୃତ୍ୟୁରୁ ମୃତ୍ୟୁ। ତେଣୁ ଲୋଭ ଯେଉଁଠିକି ଆସିଲା, ମୃତ୍ୟୁ ସେଇଠି। ରହିଲି। ଜୟ ଜଗନ୍ନାଥ।